Welcome to our channel Study with me to study. ଦେଖନ୍ତୁ ଏଇଟା ଆମର O SSS LI ଫରେଷ୍ଟର ଆଣ୍ଡ ଫରେଷ୍ଟ ଗାର୍ଡ଼ RI ଅମିନ୍ ARI O SSSର ଯେକୌଣସି ଏକ୍ଜାମରେ ସାଇନ୍ସ ଆସୁଛି ସବୁ ପିଲାଙ୍କ ପାଇଁ ଇମ୍ପୋର୍ଟାଣ୍ଟ। ମୁଁ ବାୟୋଲୋଜିର 1000 MCQ ସିରିଜଟା ଷ୍ଟାର୍ଟ କରିଛି। 1000ଟା MCQ ପୁରା ଏକ୍ଜାମ ପୂର୍ବରୁ ମୁଁ ଆପଣଙ୍କ ଭିତରେ ପ୍ରୋଭାଇଡ଼ କରିବି। ଆଉ ଯଦି ଆପଣ ପୂର୍ବରୁ କ୍ଲାସ୍ ମଧ୍ୟ ଚ୍ୟାନେଲରେ ଅପଲୋଡ଼ ଅଛି, ମୁଁ ୟାର ପ୍ଲେଲିଷ୍ଟ ମଧ୍ୟ ବନେଇ ଦେଇଛି। ଯଦି ଆପଣ ଭିଡ଼ିଓ ଦେଖିନାହାନ୍ତି, ପ୍ଲେଲିଷ୍ଟରେ ଭିଡ଼ିଓ ଅପଲୋଡ଼ ଅଛି, ଯାଇ ଦେଖନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ଭିତରେ ସେୟାର କରନ୍ତୁ। ଯେଉଁଠୁ ଆମେ ଛାଡ଼ିଥିଲେ ଯେତିକି କ୍ୱେଶ୍ଚନ୍ ଯାଇଥିଲା ବାୟୋଲୋଜିର ମୁଁ ମିନିମମ୍ 50-60 ଭଳିଆ କ୍ୱେଶ୍ଚନ୍ କରାଇଛି। ଯଦି ଦେଖିନା ସେଟାকে ଦେଖନ୍ତୁ। ଆସନ୍ତୁ ଆଜି ପୁଣି ଏବେ ଆଉ 20ଟି ଭଳିଆ କ୍ୱେଶ୍ଚନ୍ ଡିସ୍କସନ୍ କରିବା। ଆଜି ଆମେ ଡିସ୍କସନ୍ କରିବା କାହା ଉପରେ? ସେଲ୍ ବାୟୋଲୋଜିର କ୍ୱେଶ୍ଚନ୍ ଡିସ୍କସନ୍ କରିବା 20ଟି। ଆସନ୍ତୁ ଦେଖିବା କ'ଣ କ୍ୱେଶ୍ଚନ୍ ଅଛି, କ'ଣ ହେବ ଆନ୍ସର୍। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ ମଧ୍ୟରେ ଜଣାନ୍ତୁ କ'ଣ ଆଉ ଦରକାର ଆପଣଙ୍କର ବାୟୋଲୋଜିରେ। କି କମ୍ପ୍ୟୁଟର ମଧ୍ୟ ମୁଁ କ୍ଲାସ୍ କରାଉଛି, SSB TGTର ବି ମଧ୍ୟ ପେଡାଗୋଜି କ୍ଲାସ୍ ହେଉଛି। ସମ୍ପୂର୍ଣ୍ଣ କ୍ଲାସ୍ ଏଇ ଚ୍ୟାନେଲରେ ହେଉଛି, ସବୁର ପ୍ଲେଲିଷ୍ଟ ଅଛି। ଯଦି ଦେଖିନାହାନ୍ତି ଯାଇକି ସେଠି ଦେଖନ୍ତୁ। ଆସନ୍ତୁ ଏବେ ଡିସ୍କସନ୍ କରିବା କ୍ୱେଶ୍ଚନ୍। ଦେଖନ୍ତୁ ପ୍ରଥମ କ୍ୱେଶ୍ଚନ୍, କହିବେନି କାହିଁ ଏତେ ସହଜ କ୍ୱେଶ୍ଚନ୍ ଅଛି ସାର୍, କି ପୁରା ବେସିକ୍ରୁ ନେଇ ମଡରେଟ୍ ପୁରା ହାଇ ଲେବୁଲ୍ ଯାଏଁ ପୁରା 1000ଟି MCQ କରାଇବି। ସମ୍ପୂର୍ଣ୍ଣ ଦେଖିବେ। ପ୍ରଥମେ ଇଜିରୁ ହିଁ କଲେ ତାପରେ ଯାଇ କ'ଣ କଷ୍ଟ କରିକି ଆମେ ଯିବା। ଦେଖନ୍ତୁ ହ୍ୱାଟ୍ ଇଜ୍ ସେଲ୍? ଅପସନ୍ ଏ କ'ଣ ଦେଇଛି? ସ୍ମଲେଷ୍ଟ ଆଣ୍ଡ ଆଡ଼ଭାନ୍ସ ୟୁନିଟ୍ ଅଫ୍ ଲାଇଫ୍, ସ୍ମଲେଷ୍ଟ ଆଣ୍ଡ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍। କ'ଣ ହେଇଯିବ? ସ୍ମଲେଷ୍ଟ ଆଣ୍ଡ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍। 1 ନମ୍ବର କ'ଣ ହେଇଗଲା? ଅପସନ୍ ବି ସ୍ମଲେଷ୍ଟ ଆଣ୍ଡ ବେସିକ୍ ୟୁନିଟ୍ ଅଫ୍ ଲାଇଫ୍। ତାପରେ ଦେଖନ୍ତୁ 2 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି? ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ଏ ଫଙ୍କସନାଲ୍ ୟୁନିଟ୍ ଅଫ୍ ଏ ବଡି। ଏଇ 4ଟା ଭିତରୁ କେଉଁଟା କ'ଣ ଫଙ୍କସନାଲ୍ ୟୁନିଟ୍ ଅଫ୍ ବଡି? ବୁଝିପାରିଲେ? କ'ଣ ହେଇଯିବ ରାଇଟ୍ ଆନ୍ସର୍? ଅପସନ୍ ଡି ସେଲ୍। କ'ଣ ହେଇଯିବ? ଅପସନ୍ ଡି ସେଲ୍। ତାପରେ ଦେଖନ୍ତୁ 3 ନମ୍ବର କ'ଣ କହିଛି? ହ୍ୱାଟ୍ ଇଜ୍ ସେଲ୍ ବାୟୋଲୋଜି? এই ଯେଉଁ 4ଟା ଅପସନ୍ ଦେଇଛି ୟା ଭିତରୁ କାହାର ଷ୍ଟଡ଼ିକି ଆମେ ସେଲ୍ ବାୟୋଲୋଜି କୁହନ୍ତି? ଷ୍ଟଡି ଅଫ୍ ସେଲ୍ ଷ୍ଟ୍ରକ୍ଚର୍ ଆଣ୍ଡ ଫଙ୍କସନ୍ କ'ଣ କୁହାଯାଏ? ସେଲ୍ ବାୟୋଲୋଜି। ଅପସନ୍ ସି କ'ଣ ହେଇଯିବ? ରାଇଟ୍ ଆନ୍ସର୍। ତାପରେ ଦେଖନ୍ତୁ 4 ନମ୍ବର କ'ଣ କହିଛି? ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ୟୁଜ୍ଡ ବାଇ ସେଲ୍ସ ଟୁ ଇଣ୍ଟ୍ରାକ୍ଟ ୱିଥ୍ ଅଦର୍ ସେଲ୍। ଆମର ଯେଉଁ ସେଲ୍ ଭିତରେ ଯେଉଁ ଇଣ୍ଟ୍ରାକ୍ଟ ହୁଏ ତାକୁ କ'ଣ କୁହନ୍ତି? ସେଲ୍ ଜଙ୍କସନ୍ସ। କ'ଣ ହେଇଯିବ? ଅପସନ୍ ବି ସେଲ୍ ଜଙ୍କସନ୍ସ। ତାପରେ ଦେଖନ୍ତୁ 5 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି? ଇନ୍ ହୁଇଚ୍ ଅଫ୍ ଦ ଫଲୋଇଂ ଟାଇପ୍ ଅଫ୍ ସେଲ୍ସ ଦ ସେଲ୍ ଜଙ୍କସନ୍ ଇଜ୍ ଆବ୍ୟୁଣ୍ଡାଣ୍ଟ। କେଉଁଥିରେ ସେଲ୍ ଜଙ୍କସନ୍ଟା କ'ଣ? ଆବ୍ୟୁଣ୍ଡାଣ୍ଟ। କ'ଣ ହେଇଯିବ? ଅପସନ୍ ଡି ଏପିଥେଲିଆଲ୍ ସେଲ୍। କ'ଣ ହେଇଯିବ? 5 ନମ୍ବର ଅପସନ୍ ଡି ଏପିଥେଲିଆଲ୍ ସେଲ୍। ତାପରେ ଦେଖନ୍ତୁ 6 ନମ୍ବର କ୍ୱେଶ୍ଚନ୍କୁ ଯିବା। 6 ନମ୍ବର କ'ଣ କହିଛି? ହ୍ୱାଟ୍ ଇଜ୍ ଏପିଥେଲିଆଲ୍ ମେଜେନକାଇମାଲ୍ ଟ୍ରାଞ୍ଜିସନ୍? କ'ଣ ହେଇଯିବ? ହ୍ୱାଟ୍ ଇଜ୍ ଏପିଥେଲିଆଲ୍ ମେଜେନକାଇମାଲ୍ ଟ୍ରାଞ୍ଜିସନ୍? ଦେଖନ୍ତୁ ଅପସନ୍ ଏ କ'ଣ କହିଛି? ଲସ୍ ଅଫ୍ ମାଇଗ୍ରେସନ୍ ଆଣ୍ଡ ଗେନ୍ ଅଫ୍ ଆଧେସନ୍, ଫର୍ମେସନ୍ ଅଫ୍ କ'ଣ ମେଜେନକାଇମାଲ୍ ସେଲ୍, ଲସ୍ ଅଫ୍ ଆଧେସନ୍ ଆଣ୍ଡ ଗେନ୍ ଅଫ୍ ମାଇଗ୍ରେସନ୍। ଆଉ କ'ଣ ଦେଇଛି? ଅପସନ୍ ଡି କ'ଣ? ଲାଇସିସ୍ ଅଫ୍ ସେଲ୍। କ'ଣ ହେଇଯିବ? ଅପସନ୍ ସି ଲସ୍ ଅଫ୍ ଆଧେସନ୍ ଆଣ୍ଡ ଗେନ୍ ଅଫ୍ ମାଇଗ୍ରେସନ୍। ତାପରେ ଦେଖନ୍ତୁ 7 ନମ୍ବର କ'ଣ କହିଛି? ଇନ୍ ହୁଇଚ୍ ଅଫ୍ ଦ ଫଲୋଇଂ ଟାଇପ୍ ଅଫ୍ ସେଲ୍ସ ଦ ଗ୍ୟାପ୍ ଜଙ୍କସନ୍ ଆର୍ ଆବସେଣ୍ଟ। ଗ୍ୟାପ୍ ଜଙ୍କସନ୍ କେଉଁଥିରେ ଆବସେଣ୍ଟ ଅଛି? ଅପସନ୍ ଏ ସ୍ପର୍ମ ସେଲ୍। କ'ଣ ହେଇଯିବ? ଅପସନ୍ ଏ ସ୍ପର୍ମ ସେଲ୍। ତାପରେ ଦେଖନ୍ତୁ 8 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି? ଇନ୍ ହୁଇଚ୍ ଅଫ୍ ଦ ଫଲୋଇଂ ଟାଇପ୍ ଅଫ୍ ସେଲ୍ସ ସାର୍କୋପ୍ଲାଜମିକ୍ ରେଟିକୁଲମ୍ ଇଜ୍ ଫାଉଣ୍ଡେଡ୍। ଏଇ 4ଟା ଅପସନ୍ ଭିତରୁ ଆମେ ସାର୍କୋପ୍ଲାଜମିକ୍ ରେଟିକୁଲମ୍ କେଉଁଥିରେ ପାଆନ୍ତି? ମସଲ୍ ସେଲ୍। କେଉଁଥିରେ? ମସଲ୍ ସେଲ୍। ତାପରେ ଦେଖନ୍ତୁ 9 ନମ୍ବର, ହୁଇଚ୍ ଅଫ୍ ଦ ଫଲୋଇଂ ଆର୍ ଫାଗୋସାଇଟିକ୍ ସେଲ୍। ଏହା ଭିତରୁ କେଉଁଟା କ'ଣ ଫାଗୋସାଇଟିକ୍ ସେଲ୍ ବୋଲି ପଚାରିଛି? ଅପସନ୍ ଡି ହେଇଯିବ କ'ଣ? ନ୍ୟୁଟ୍ରୋଫିଲ୍ସ ଆଣ୍ଡ ମାକ୍ରୋଫେଜେସ୍। ଏଇଥିରେ କ'ଣ ଆମର ଫାଗୋସାଇଟିକ୍ ସେଲ୍। ଫାଗୋସାଇଟିକ୍ ସେଲ୍ ମାନେ କ'ଣ ଜାଣିଛନ୍ତି? ଦେଖନ୍ତୁ ଯେଉଁ ନ୍ୟୁଟ୍ରୋଫିଲ୍ ଆଉ ଯେଉଁ କ'ଣ ମେଜୋଫିଲ୍, ଏଟା ଫାଗୋସାଇଟିକ୍ ସେଲ୍। ଇଞ୍ଜେଷ୍ଟ ପୋଟେନ୍ସିଆଲି ଡେଞ୍ଜରିୟସ୍ ମାଇକ୍ରୋବ୍ସ, ଦ ମାଇକ୍ରୋବ୍ସ ଆର୍ ଦେନ୍ ଇନ୍ଆକ୍ଟିଭେଟେଡ୍ ବାଇ ଦ ଲୋ pH ଅଫ୍ ଲାଇସୋଜୋମ୍ସ ପ୍ରେଜେଣ୍ଟ ଇନ୍ ଦ ସେଲ୍ ଫଲୋଡ୍ ବାଇ ଦାର ଏନ୍ଜାଇମେଟିକ୍ ଡାଇଜେସନ୍। ତାପରେ ଦେଖନ୍ତୁ 10 ନମ୍ବର କ'ଣ କହିଛି? ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନୋନ୍ ଆଜ୍ ପାୱାର ହାଉସ୍ ଅଫ୍ ସେଲ୍। ଏଟା ସମସ୍ତେ ଜାଣିଥିବେ, ଏଟା ମୋତେ କମେଣ୍ଟ ମାଧ୍ୟମରେ ଜଣେଇବି। ମୋର ଆନ୍ସର୍ କହୁନାହିଁ। ଏ ଯେଉଁ ପାୱାର ହାଉସ୍ ଅଫ୍ ସେଲ୍ଟା କ'ଣ କରିବେ? ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। ହୁଇଚ୍ ଅଫ୍ ଦ ଫଲୋଇଂ ଇଜ୍ ନୋନ୍ ଆଜ୍ ସୁଇସାଇଡ୍ ବ୍ୟାଗ୍ ଅଫ୍ ସେଲ୍। 11 ନମ୍ବରଟା ମଧ୍ୟ କ'ଣ ଆପଣ ମଧ୍ୟ 10, 11 ଏଥିରେ ଆପଣ କମେଣ୍ଟ ମାଧ୍ୟମରେ ଜଣେଇବେ। 12 ନମ୍ବର ଦେଖନ୍ତୁ, ଲାଇସୋଜୋମ୍ ଆର୍ ପ୍ରଡ୍ୟୁସ୍ଡ ବାଇ ହୁଇଚ୍ ଅଫ୍ ଦ ଫଲୋଇଂ ସେଲ୍ ଅର୍ଗାନିଜମ୍ସ। ଲାଇସୋଜୋମ୍ଟା ଆମର କେଉଁଥିରୁ ତିଆରି ହୁଏ? ଅପସନ୍ ସି କ'ଣ ହେଇଯିବ? ଗଲ୍ଗି କମ୍ପ୍ଲେକ୍ସ। କ'ଣ ହେଇଯିବ? ଅପସନ୍ ସି ଗଲ୍ଗି କମ୍ପ୍ଲେକ୍ସ। 13 ନମ୍ବର ଦେଖନ୍ତୁ, ହୁଇଚ୍ ଅଫ୍ ଦ ଫଲୋଇଂ ସେଲ୍ ଅର୍ଗାନେଲ୍ ଇଜ୍ ରେସ୍ପନ୍ସିବଲ୍ ଫର୍ ଟ୍ରାନ୍ସପୋର୍ଟିଂ, ମୋଡ଼ିଫାଇଂ ଆଣ୍ଡ ପ୍ୟାକେଜିଂ ଅଫ୍ ପ୍ରୋଟିନ୍ସ ଆଣ୍ଡ ଲିପିଡ୍ସ। କ'ଣ ହେଇଯିବ? ସେଇ ଅପସନ୍ ସି
गल्गी कम्प्लेक्स एटा मध्य गल्गी कम्प्लेक्स करे एटा भी से गल्गी कम्प्लेक्स करे। तापर देखो 14 नंबर कौन देइछि व्हिच ऑफ द फॉलोइंग सेल डज नॉट कंटेन ए सेल वॉल ए चारटा भीतर कार सेल वॉल नहीं एनिमल सेल बुझिपारे। 15 नंबर जी हु इज द फादर ऑफ सेल बायोलॉजी एटा आपण मते कमेंट माध्यम जनइबे 15 नंबरटा। 16 नंबर देखो कौन कही डीएनए इज स्टोर्ड इन व्हिच ऑफ द फॉलोइंग सेल ऑर्गेनेल डीएनएटा कौ सेल ऑर्गेनेल स्टोर हो न्यूक्लियस कौन जी 16 नंबर ऑप्शन सी न्यूक्लियस। 17 नंबर देखो व्हिच ऑफ द फॉलोइंग सेल न्यूक्लियस इज नॉट प्रेजेंट या भर कार न्यूक्लियस नहीं 17 नंबर देखो कौन जी ऑप्शन बी प्रोकैरियोटिक सेल। 18 नंबर देखो व्हिच ऑफ द फॉलोइंग ऑर्गेनिज्म डज नॉट हैव ए सेल ये जो ऑप्शन देछि भाइरस बैक्टेरिया फंजी आल्जियर कार कौन सेल नहीं भाइरस एटा सब इंपोर्टेंट क्वेश्चन गुड़ा सब मन रखि जातु यही जो इजी क्वेश्चन आपन कर एग्जाम कन्फ्यूज कर 90 देखो हु प्रपोज द सेल थ्योरी किए प्रपोज करते 19 नंबर कह ऑप्शन सी थियोडोर स्क्वान आ कौन मैथिस क्लिडेन एंड रुडोल्फ विर्चु। तापर देखो 20 नंबर आज लास्ट क्वेश्चन आरएनए इज प्रेजेंट इन व्हिच ऑफ द फॉलोइंग सेल ऑर्गेनेल आरएनए टा कोउतरे प्रेजेंट अछि ऑप्शन बी राइबोसोम कौन जो ऑप्शन बी राइबोसोम। ये थिला इजी क्वेश्चन किछि काली मु यार सेल बायोलॉजी पर आउ 30 टी पूरा टॉप एमसीक्यू कराइबी आपण देखिए आपन को बहुत कौन हम एलआई आरआई जो कौन ओ3 फॉरेस्ट गार्ड फॉरेस्टर सब एग्जाम आपको हेल्प कर चैनल रे वीडियो अच्छे सब प्लेलिस्ट मोर छाड़ू सब देखूँ चैनल को सब्सक्राइब करूँ एसएसबी टीजीटी मैंने जो मैंने पेड़ा को बटनी प्रिपेयर होगा चाहते चैनल क्लास अच्छी देखूँ चैनल को सब्सक्राइब करूँ वीडियो को लाइक करूँ सांग शेयर